ଜଙ୍ଗଲର କିଛି ଚଢ଼େଇ ନଦୀ ଭିତରକୁ ଯାଇ ମାଛ ଧରୁଥିଲେ। ସେଇ ଜଙ୍ଗଲରେ କୁନି ଆଉ ମୁନି ନାମରେ ଦୁଇ ଚଢ଼େଇ ଭଉଣୀ ତାଙ୍କ ମା ସହ ରହୁଥିଲେ। କିଛି ଦିନ ଧରି ମା ଚଢ଼େଇର ଦେହ ଅସୁସ୍ଥ ଥିବାରୁ ସେ ବିଛଣାରୁ ଉଠି ପାରୁନଥିଲା, ଯାହା ଫଳରେ ବଡ଼ ଝିଅ କୁନି ନଦୀରୁ ମାଛ ଧରି ବଜାରରେ ନେଇ ବିକ୍ରି କରୁଥିଲା। ସେ ସମସ୍ତଙ୍କ ପାଇଁ ଖାଇବା ଆଉ ତା ମା ପାଇଁ ଔଷଧ ବି ଆଣୁଥିଲା। ଏମିତି ଦିନେ ଆଜି ସକାଳୁ ଏତେ ଚେଷ୍ଟା କରୁଛି, ହେଲେ ଗୋଟେ ବି ମାଛ ଧରି ପାରୁନି। ଏବେ କ'ଣ ଯେ କରିବି? କି ରେ କୁନି, ଆଜି ତୁ ଘରକୁ ଯିବୁନି କି? ତୁ ଆଜି କେତେ ମାଛ ଧରିଲୁ? କାଉ ଅଙ୍କଲ, ମୁଁ ଆଜି ଗୋଟେ ବି ମାଛ ଧରି ପାରିଲିନି। ଆରେ କୁନି, ତୋ ଜାଲ କେତେ ଛିଡ଼ି ଯାଇଛି ଦେଖେ। ଏ ଛିଡ଼ା ଜାଲରେ ତୁ ମାଛ ଧରିବୁ କେମିତି? ଯା ଆଗ ଏକ ନୂଆ ଜାଲ କିଣି ଆଣିବୁ, ତାପରେ ଯାଇ ତୁ ମାଛ ଧରି ପାରିବୁ। ଆରେ ଆରେ, ମୁଁ ତ ଭୁଲି ଯାଇଥିଲି, ତୋ ପାଖରେ ତ ଖାଇବା ପାଇଁ ଟଙ୍କା ନାହିଁ, ତୁ ଜାଲ କେମିତି କିଣିବୁ? ଏମିତି କହି କାଉ ସେଠାରୁ ଚାଲିଗଲା। କୁନି ମନ ଦୁଃଖରେ ନିଜ ଘରକୁ ଫେରି ଆସିଲା। ଦିଦି, ତୁ ଖାଲି ହାତରେ ଫେରିଲୁ ଯେ? ମୁନି, ଆଜି ମୁଁ ଗୋଟେ ବି ମାଛ ଧରି ପାରିଲିନି। ଦିଦି, ଆଜି ଘରେ କିଛି ବି ଖାଇବା ନାହିଁ, ମାର ଔଷଧ ବି ସରି ଆସିଲାଣି। ଏବେ କ'ଣ ହେବ? ତୁ ଚିନ୍ତା କରନି, ମୁଁ ଆଉ ଥରେ ମାଛ ଧରିବା ପାଇଁ ଚେଷ୍ଟା କରେ। ତାପରେ କୁନି ପୁଣି ଥରେ ମାଛ ଧରିବା ପାଇଁ ନଦୀକୁ ଗଲା। ମୁନି ତା ମା ପାଖକୁ ଗଲା। ମା ମୁନି, କୁନି ଆସିଥିଲା ନା? ସେ ପୁଣି କୁଆଡ଼େ ଚାଲିଗଲା? ମା, ଦିଦି ଆଜି ଗୋଟେ ବି ମାଛ ଧରି ପାରିଲାନି, ସେଥିପାଇଁ ସେ ପୁଣି ଥରେ ମାଛ ଧରିବା ପାଇଁ ନଦୀକୁ ଯାଇଛି। ହେ ଭଗବାନ, ମୋ ଦୁଇ ଝିଅଙ୍କୁ କାହିଁକି ଏତେ କଷ୍ଟ ଦେଉଛ? ଆଜି ମୋର ଏମିତି ଅବସ୍ଥା ପାଇଁ ମୋ ଦୁଇ ଝିଅ କେତେ କଷ୍ଟ କରୁଛନ୍ତି। ମା ମା କାନ୍ଦନି, ଦେଖିବ ଦିନେ ଦିନେ ସବୁ କିଛି ଠିକ ହେଇଯିବ। ଆଜି ମୁଁ ମାଛ ଧରି ନ ପାରିଲେ ଆମେ ସମସ୍ତେ ଉପାସରେ ରହିବୁ। ହେ ଭଗବାନ, ଆଜି ମୁଁ ଗୋଟେ ହେଲେ ମାଛ ଧରିପାରେ। ଏମିତି ଚିନ୍ତା କରି କୁନି ପୁଣି ଥରେ ନଦୀ ଭିତରକୁ ଜାଲ ଫିଙ୍ଗିଲା। ହଠାତ୍ ଜାଲରେ ଏକ ବଡ଼ ଚିଙ୍ଗୁଡ଼ି ପଡ଼ିଲା। ଆରେ କ'ଣ ଏତେ ବଡ଼ ଚିଙ୍ଗୁଡ଼ି ମାଛ? ମୁଁ ମୋ ଜୀବନରେ ଏତେ ବଡ଼ ଚିଙ୍ଗୁଡ଼ି ମାଛ ଦେଖିନି। ଏବେ ମୁଁ ଏ ଚିଙ୍ଗୁଡ଼ି ମାଛକୁ ନେଇ ବଜାରରେ ବିକ୍ରି କରିବି। ଏତେ ବଡ଼ ଚିଙ୍ଗୁଡ଼ିର ଭଲ ଦାମ ପାଇବି। ନା ନା ଚଢ଼େଇ, ମତେ ବିକ୍ରି କରନି, ମତେ ଛାଡ଼ିଦେ, ଦୟାକରି ମତେ ଛାଡ଼ିଦେ। ଏ କ'ଣ, ଏ ଚିଙ୍ଗୁଡ଼ି କ'ଣ କଥା କହୁଛି? ହଁ ଚଢ଼େଇ, ମୁଁ କଥା କହିପାରି। ଘରେ ମୋର ଛୋଟ ଛୋଟ ଦୁଇଟି ଛୁଆ ଅଛନ୍ତି, ମୁଁ ଘରକୁ ନଗଲେ ସେମାନେ ମରିଯିବେ। ଦୟାକରି ମତେ ଛାଡ଼ିଦେ, ମତେ ଛାଡ଼ିଦେଲେ ତୋର ଉପକାର ହେବ। କେତେ ଦିନ ହେଇଗଲାଣି ମୋ ଜାଲରେ ଗୋଟେ ବି ମାଛ ପଡୁନାହାନ୍ତି। ତତେ ଛାଡ଼ିଦେଲେ ଆମେ ଖାଇବୁ କ'ଣ? ମୋ ମାର ଦେହ ଅସୁସ୍ଥ, ଔଷଧ କିଣିବା ପାଇଁ ବି ମୋ ପାଖରେ ଟଙ୍କା ନାହିଁ। ବୁଝିଲି, ତୋର ବହୁତ କଷ୍ଟ। ତୁ ଚିନ୍ତା କରନି, କାଲି ସୁଦ୍ଧା ତୋର ସବୁ ସମସ୍ୟା ଦୂର ହେଇଯିବ। ମୋ ଉପରେ ବିଶ୍ୱାସ ରଖ। ଚିଙ୍ଗୁଡ଼ିର ଏପରି କଥା ଶୁଣି କୁନି ତାକୁ ଛାଡ଼ିଦେଲା। ତାପରେ ସେ ଘରକୁ ଫେରି ଆସିଲା। ସେ ତାର ସାନ ଭଉଣୀକୁ ସବୁ ଘଟଣା କହିଲା। ସେଦିନ ରାତିରେ ପ୍ରବଳ ବର୍ଷା ହେଲା। ବର୍ଷା ସହ ଚଢ଼େଇର ଘର ବାହାରେ ଚିଙ୍ଗୁଡ଼ି ବି ପଡ଼ୁଥିଲା। ସକାଳ ହେଲା ପରେ କୁନି ଘରୁ ବାହାରି ଦେଖିଲା ସେଠି ଅନେକ ଗୁଡ଼ିଏ ଚିଙ୍ଗୁଡ଼ି ପଡ଼ିଛି। ଆରେ କ'ଣ, ଆମ ଘର ବାହାରେ ଏତେ ଗୁଡ଼ିଏ ଚିଙ୍ଗୁଡ଼ି କୋଉଠୁ ଆସିଲା? ଯିଏ ବି ଦେଉ ଦିଦି, ଆଜି ତତେ ଆଉ କଷ୍ଟ କରି ମାଛ ଧରିବାକୁ ପଡ଼ିବନି। ତୁ ଶୀଘ୍ର ଯା ଦିଦି, ଏସବୁ ଚିଙ୍ଗୁଡ଼ି ନେଇ ବଜାରରେ ବିକ୍ରି କରିବୁ। ଘରେ ସବୁ ଖାଇବା ସରିଯାଇଛି, ଆଉ କିଛି ବି ନାହିଁ। ତାପରେ କୁନି ସବୁ ଚିଙ୍ଗୁଡ଼ି ଧରି ବଜାରକୁ ଗଲା। ସେଦିନ ତାର ସବୁ ଚିଙ୍ଗୁଡ଼ି ବିକ୍ରି ହେଇଗଲା। ସେ କିଛି ସଉଦା ଆଉ ତା ମା ପାଇଁ ଔଷଧ କିଣି ଘରକୁ ଫେରିଲା। ପ୍ରତିଦିନ ରାତିରେ ତାଙ୍କ ଘର ବାହାରେ ଚିଙ୍ଗୁଡ଼ି ବର୍ଷା ହେଉଥିଲା। ସକାଳେ କୁନି ସେସବୁ ନେଇ ବଜାରରେ ବିକ୍ରି କରୁଥିଲା। ପ୍ରତିଦିନ କାଉ ତାକୁ ଦେଖୁଥିଲା। ଆରେ, ଏ ଚଢ଼େଇର ତ ଜାଲ ଛିଡ଼ି ଯାଇଥିଲା। ଛିଡ଼ା ଜାଲରେ ଏତେ ସାରା ଚିଙ୍ଗୁଡ଼ି ମାଛ ସେ ଧରୁଛି କେମିତି? ମୁଁ ୟାକୁ ତ ନଦୀକୁ ବି ଯିବାର ଦେଖୁନି। ଘଟଣା କ'ଣ? ସେ ଏତେ ସାରା ଚିଙ୍ଗୁଡ଼ି କୋଉଠୁ ଆଣୁଛି? ନିଶ୍ଚୟ ସେ ରାତିରେ ନଦୀକୁ ଯାଉଥିବ। ଆଜି ରାତିରେ
ମୁଁ ତା ଘରକୁ ଯିବି। ଦିଦି, ପ୍ରତିଦିନ ସକାଳେ ଆମ ଘର ବାହାରେ ଅନେକ ଚିଙ୍ଗୁଡ଼ି ପଡ଼ିଥାଏ। କିଏ ଆମକୁ ଏତେ ଚିଙ୍ଗୁଡ଼ି ଦେଉଛି? ଚାଲ ଦିଦି, ଆଜି ରାତିରେ ଆମେ ଦେଖିବା ଏସବୁ କିଏ କରୁଛି। ହଉ ଠିକ୍ ଅଛି, ରାତି ତ ବହୁତ ହେଲାଣି, ଚାଲ ଏବେ ବାହାରକୁ ଯାଇ ଦେଖିବା। ଦେଖ ଦେଖ ଦିଦି, ଚିଙ୍ଗୁଡ଼ି ବର୍ଷା, ଆମ ଘର ବାହାରେ ଚିଙ୍ଗୁଡ଼ି ବର୍ଷା ହେଉଛି। ସେତେବେଳେ ଦୂରରୁ କାଉ ବି ଲୁଚି ଲୁଚି ଏସବୁ ଦେଖୁଥିଲା। ଆରେ ଆରେ, ଏ ଚଢ଼େଇର ଘର ବାହାରେ ଚିଙ୍ଗୁଡ଼ି ବର୍ଷା ହେଉଛି। ସେଥିପାଇଁ ତାହେଲେ ଏ ଚଢ଼େଇ ଆଉ ନଦୀକୁ ଯାଉନି। ଏକୁଟିଆ ଏକୁଟିଆ ସେ ବହୁତ ଲାଭ ଉଠେଇଲା। ଆଉ ନୁହଁ, କାଲି ରାତିରେ ମୁଁ ପୁଣି ଏଠାକୁ ଆସିବି ଆଉ ଚଢ଼େଇର ସବୁ ଚିଙ୍ଗୁଡ଼ି ଚୋରି କରି ନେଇଯିବି। ମତେ ଲାଗୁଛି ଏସବୁ ସେ ବଡ଼ ଚିଙ୍ଗୁଡ଼ି ଆମକୁ ଦେଉଛି। ସେ କହିଥିଲା ମୁଁ ତାକୁ ଛାଡ଼ିଦେଲେ ମୋର ଉପକାର ହେବ। ସେ ବଡ଼ ଚିଙ୍ଗୁଡ଼ିକୁ ବହୁତ ବହୁତ ଧନ୍ୟବାଦ। ଏମିତି ଚିନ୍ତା କରି ରାତିରେ କାଉ ଚଢ଼େଇର ଚିଙ୍ଗୁଡ଼ି ଚୋରି କରିବାକୁ ଗଲା। ସେ ଯେମିତି ଚିଙ୍ଗୁଡ଼ିରେ ହାତ ଦେଲା, ସବୁ ଚିଙ୍ଗୁଡ଼ି କଙ୍କଡ଼ା ପାଲଟି ଗଲେ ଆଉ କାଉକୁ କାମୁଡ଼ିଲେ। କାଉ ଜୋର ଜୋରରେ ଚିତ୍କାର କଲା। ତା ଚିତ୍କାର ଶୁଣି କୁନି ଆଉ ମୁନି ଘରୁ ବାହାରି ଆସିଲେ। ଏ କ'ଣ କାଉ ଅଙ୍କଲ, ଏତେ ରାତିରେ ତୁମେ ଆମ ଘରକୁ କାହିଁକି ଆସିଛ? ଏ ଦୁଷ୍ଟ କାଉ, ତମମାନଙ୍କ ଚିଙ୍ଗୁଡ଼ି ଚୋରି କରିବାକୁ ଆସିଥିଲା। ହଁ ଚଢ଼େଇ ଛୁଆ, ମୋର ଭୁଲ ହେଇଗଲା। ମତେ ଏ କଙ୍କଡ଼ାଙ୍କ ପାଖରୁ ବଞ୍ଚା। ଆଚ୍ଛା ଠିକ୍ ଅଛି କାଉ ଅଙ୍କଲ, ଏବେ ତୁମେ ଏଠାରୁ ଚାଲିଯାଅ, ଆଉ ଦିନେ ବି ଏଠାକୁ ଆସିବନି। ହଁ ହଁ, ମୁଁ ଆଉ କେବେ ବି ତୋ ଘରକୁ ଆସିବିନି। ଏମିତି କହି କାଉ ସେଠାରୁ ଚାଲିଗଲା। ପ୍ରତିଦିନ ଚଢ଼େଇ ଚିଙ୍ଗୁଡ଼ି ବିକ୍ରି କରି ଅନେକ ଟଙ୍କା ପାଉଥିଲା। ଧୀରେ ଧୀରେ ତା ମା ବି ସୁସ୍ଥ ହେଇଗଲା। ଏମିତି ସେ ପୁରା ପରିବାର ଖୁସିରେ ରହିଲେ। ଆରେ ଶୁଣୁଛ, ମୁଁ ଆଜି ନଦୀ ପାଖରୁ ଏ ସୁନା ମୁଦି ପାଇଲି। ମତେ ଲାଗୁଛି ଏ ମୁଦି ରାଣୀ ମାଙ୍କର। ସେ ଆଜି ଗାଧୋଇବାକୁ ଆସିଥିଲେ, ବୋଧେ ଭୁଲରେ ତାଙ୍କ ପାଖରୁ ଏ ମୁଦି ଖସି ପଡ଼ିଥିବ। ଚାଲ ରାଣୀ ମାଙ୍କୁ ଏ ମୁଦି ଫେରେଇଦେବା, ସେ ଖୁସି ହେଇଯିବେ। ହଁ, ତୁ ଠିକ୍ କହିଛୁ। ହୁଏତ ରାଣୀମା ଖୁସିରେ ଆମକୁ କିଛି ଉପହାର ଦେବେ। ଚାଲ ଚାଲ, ଶୀଘ୍ର ଏ ମୁଦି ଧରି ରାଣୀମାଙ୍କ ପାଖକୁ ଯିବା। ଏମିତି ଚିନ୍ତା କରି ସେମାନେ ମୁଦି ଧରି ରାଜପ୍ରସାଦକୁ ଯିବା ପାଇଁ ବାହାରିଲେ। ତାଙ୍କ ଘର ପାଖରେ ଏକ କୁକୁଡ଼ା ରହୁଥିଲା। କୁକୁଡ଼ା ନିଜ ଘର ସାମ୍ନାରେ କିଛି ଧାନ ଖାଉଥିଲା। ଆରେ, ମୁଁ ଗୋଟେ କଥା ଭାବୁଥିଲି, ଯଦି ରାଣୀମା ଆମକୁ ଭୁଲ ବୁଝି ଜେଲରେ ଭର୍ତ୍ତି କରିଦେବେ? ଆରେ ନା ନା, ଭୟ କରନି, ରାଣୀମା ବହୁତ ଭଲ, ସେ ଏମିତି କେବେ ବି କରିବେନି। ଆରେ ଆରେ, ତମ ସହ କଥା ହେବା ଯୋଗୁଁ ମୁଦିଟି ମୋ ପାଟିରୁ ଖସି ପଡ଼ିଲା। ଚାଲ ତଳକୁ ଯାଇ ଖୋଜିବା। ଆରେ ଏ କ'ଣ, ଏ କୁକୁଡ଼ାଟା ତ ସେ ସୁନା ମୁଦି ଗିଳିଦେଲା। ହେ ଭଗବାନ, ଏବେ କ'ଣ ହେବ? ତୁ କାନ୍ଦନି, ଚାଲ ଶୀଘ୍ର ସେ କୁକୁଡ଼ା ପାଖକୁ ଯିବା। ଆରେ କୁକୁଡ଼ା, ତୁ ଖାଇବା ସହ ରାଣୀମାଙ୍କ ମୁଦି ବି ଗିଳି ଦେଇଛୁ। ହେଁ, ମୁଁ ମୁଦି ଗିଳି ପକେଇଲି? ଆରେ ଏ ମୁଦି ମୋ ପେଟ ଭିତରୁ କାହିଁକି ବାହାରୁନି? ରହ ରହ, ଆମେ ଦୁଇ ଜଣ ତ ପେଟ ଭିତରୁ ମୁଦି ବାହାର କରିଦେଉଛୁ। ଏମିତି କହି ଦୁଇ ଚଢ଼େଇ କୁକୁଡ଼ାକୁ ଝୁଣିବାକୁ ଲାଗିଲେ। ଆରେ ବାବାରେ, ମରିଗଲି। ତମେ ଦୁଇ ଜଣ କ'ଣ ମୋ ଡେଣା ଛିଡ଼େଇ ଦେବ? ଆରେ ରହିଯାଅ, ଛାଡ଼ ମତେ। ଦୁଇ ଚଢ଼େଇ କୁକୁଡ଼ାର କିଛି କଥା ନ ଶୁଣି ଦୁଇ ପଟୁ ତା ଡେଣା ଧରି ତାକୁ ଟାଣୁଥିଲେ। ହଠାତ୍ ଥକି ଯାଇ ଦୁଇ ଚଢ଼େଇ ତଳେ ପଡ଼ିଗଲେ। ଆରେ ବାପରେ, ମୋର ତ ମୁଣ୍ଡ ବୁଲେଇ ଦେଲା। ଓହୋ, ଏ ମୁଦିଟା ମୋ ପେଟ ଭିତରୁ କାହିଁକି ବାହାରୁନି? ଏ ମୁଦି ବାହାର ମୋ ପେଟ ଭିତରୁ। ଏମିତି ମୁଦି ବାହାରିବନି, ରହ ମୁଁ ଆଉଥରେ ଚେଷ୍ଟା କରୁଛି। ଏମିତି କହି ଚଢ଼େଇ କୁକୁଡ଼ାର ପେଟ ଚିପିଲା, ହେଲେ ଯେତେ ଚେଷ୍ଟା କଲେ ବି କୁକୁଡ଼ା ପେଟରୁ ମୁଦି ବାହାରିଲାନି। ଆରେ ଛାଡ଼ ଛାଡ଼ ମତେ, ମୁଦି ବାହାର କରିବାକୁ ଯାଇ ତମେ ମାନେ ମତେ ମାରିଦେବ ନା କ'ଣ? କିଛି ସମୟ ପରେ ସନ୍ଧ୍ୟା ହେଇଯିବ, ମୁଁ ଯାଉଛି ଏବେ ଆରାମ କରିବି। ସକାଳ ହେଉ ମୋ ପେଟ ଭିତରୁ ମୁଦି ବାହାର କରିବାର ବ୍ୟବସ୍ଥା କରିବା। ଏବେ ତମେ ମାନେ ମତେ ଆଉ ବିରକ୍ତ କରନି, ଯାଅ ଏଠୁ। ତାପରେ କୁକୁଡ଼ା ଝୁଲି ଝୁଲି ତା ଘର ଭିତରକୁ ଯାଇ କବାଟକୁ ବନ୍ଦ କରିଦେଲା।
ଆରେ ଏସବୁ କ'ଣ ହେଇଗଲା ଦେଖ ନା। କ'ଣ ଆଉ କରିବା, ଏବେ ରାତି ସାରା ଏଇ କୁକୁଡ଼ାକୁ ଜଗିବାକୁ ହେବ। ଏ ସବୁ ହେଇଛି ତମରି ପାଇଁ। ତମେ ମୋ ସହ କଥା ହେଲ ବୋଲି ମୁଁ ତୁମକୁ ଉତ୍ତର ଦେଲି, ଯାହା ଫଳରେ ମୋ ପାଟିରୁ ମୁଦି ଖସିଗଲା ଆଉ ଏ କୁକୁଡ଼ା ମୁଦିକୁ ଗିଳି ପକେଇଲା। ହଁ ହଁ, ଏବେ ତ ସବୁ ଦୋଷ ମୋର ନା। ଥାଉ, ଆଉ କିଛି ବି କୁହନି। ଚାଲ ସେ ପାଖ ଗଛ ଡାଳରେ ଯାଇ ବସିବା ଆଉ ସକାଳ ହେବା ଯାଏ ଅପେକ୍ଷା କରିବା। ତାପରେ ସେ ଦୁଇ ଚଢ଼େଇ ଗଛ ଡାଳରେ ଯାଇ ବସିଲେ। ଦେଖୁ ଦେଖୁ ରାତି ବି ହେଇଗଲା। ସେପଟେ ପ୍ରାସାଦରେ ଚିଲ ରାଣୀ ତାର ସବୁ ଗହଣା ଖୋଜି ଦେଖିଲା, ସେଠି ତାର ପ୍ରିୟ ମୁଦି ନାହିଁ। ଆରେ ମୋ ପ୍ରିୟ ମୁଦି ଏଠି ନାହିଁ। ମୋ ମୁଦିକୁ କିଏ ଚୋରି କରି ନେଇଗଲା ନା ମୁଁ କୁଆଡ଼େ ହଜେଇଦେଲି? ଦାସୀ, ଶୀଘ୍ର ଯାଅ, ଏ କଥା ମହାରାଜାଙ୍କୁ କହିଦିଅ ଆଉ ଚାରିଆଡେ ମୁଦି ଖୋଜିବାର ବ୍ୟବସ୍ଥା କର। ଦାସୀ ତୁରନ୍ତ ଯାଇ ଚିଲ ରାଜାକୁ ସବୁ ଘଟଣା କହିଲା। ରାଜା ରାଗି ଯାଇ ସିପାହୀମାନଙ୍କୁ ମୁଦି ଖୋଜିବା ପାଇଁ ପଠେଇଦେଲା। କିଛି ସମୟ ପରେ ସକାଳ ହେଇଗଲା। ସେପଟେ କୁକୁଡ଼ା ଏକ ସୁନେଲି ରଙ୍ଗର ଅଣ୍ଡା ଦେଲା। ଏ କ'ଣ? ମୋ ଅଣ୍ଡା ତ ଧଳା ହେବାର କଥା, ସୁନା ରଙ୍ଗର କେମିତି ହେଲା? କୁକୁଡ଼ାର ଏପରି ଚିତ୍କାର ଶୁଣି ଦୁଇ ଚଢ଼େଇ ତା ପାଖକୁ ଆସିଲେ। ଆରେ କୁକୁଡ଼ା, ମତେ ଲାଗୁଛି ତୁ ଯୋଉ ସୁନାର ମୁଦିଟା ଖାଇଥିଲୁ ତୋ ପେଟ ଭିତରେ ସେଇଟା ତରଳି ଯାଇଛି, ସେଥିପାଇଁ ତୁ ବୋଧେ ସୁନା ଅଣ୍ଡା ଦେଲୁ। କୁକୁଡ଼ା, ଆମକୁ ତ ସୁନା ଅଣ୍ଡାଟା ଦେଇଦେ। ଏତେ କଷ୍ଟରେ ମୁଁ ଅଣ୍ଡା ଦେଲି କ'ଣ ତମମାନଙ୍କ ପାଇଁ? ନା ନା, ମୁଁ ମୋ ଅଣ୍ଡା କାହାକୁ ବି ଦେବିନି। ଏ ଅଣ୍ଡା ଭିତରୁ ମୋର ସୁନ୍ଦର ଛୁଆ ବାହାରିବ। ମୁଁ ତାର ନାଁ ରଖିବି ସୋନାଲି। ଆଚ୍ଛା ଠିକ୍ ଅଛି, ତୁ ତ ଛୁଆକୁ ନେଇଯିବୁ, ହେଲେ ଅଣ୍ଡାର ଖୋଳପା ଆମକୁ ଦେଇଦେବୁ। ଆମେ ସେଥିରେ ମହାରାଣୀଙ୍କ ପାଇଁ ଏକ ନୂଆ ସୁନାମୁଦି ତିଆରି କରିଦେବୁ। ହଉ, ସେ କଥା ପରେ। ମତେ ଏବେ ଭାରି ଭୋକ ଲାଗିଲାଣି। ମୁଁ ଯାଉଛି ବାହାରୁ ଖାଇବା ଖାଇକି ଆସିବି। ତମେ ମାନେ ମୋ ଅଣ୍ଡା ଜଗିଥାଅ। କୁକୁଡ଼ା ଦୁଇ ଚଢ଼େଇଙ୍କୁ ତା ଅଣ୍ଡା ଜଗେଇ ଖାଇବା ଖୋଜିବାକୁ ଚାଲିଗଲା। ରାଜ ସିପାହୀମାନେ ରାଣୀଙ୍କ ସୁନାମୁଦି ଖୋଜି ଖୋଜି କୁକୁଡ଼ା ଘର ପାଖରେ ପହଞ୍ଚିଲେ। ଚାରିଆଡ଼େ ତ ଖୋଜିଲେ, ହେଲେ ରାଣୀମାଙ୍କ ମୁଦି ପାଇଲେନି। ଆଗରେ ଗୋଟେ କୁକୁଡ଼ା ଘର ଅଛି, ଚାଲ ସେ ଘରକୁ ଭଲ ଭାବରେ ଖୋଜିବା। ହୁଏତ ସେଇଠି ରାଣୀମାଙ୍କ ମୁଦି ମିଳିପାରେ। ସିପାହୀମାନଙ୍କ କଥା ଦୁଇ ଚଢ଼େଇ ଶୁଣିପାରିଲେ। ସେମାନେ ଭୟରେ କୁକୁଡ଼ା ଅଣ୍ଡା ଧରି ଝରକାପଟୁ ଘରୁ ବାହାରି ଦୂରକୁ ଚାଲିଗଲେ। ଆମେ ସେଠାରୁ ପଳେଇ ଆସି ବହୁତ ଭଲ କଲେ। ଯଦି ସିପାହୀମାନେ ଧରି ପକେଇଥାନ୍ତେ ନା, ଆମକୁ ମାରି ଦେଇଥାନ୍ତେ। ଆମେ ତ କୁକୁଡ଼ା ଅଣ୍ଡା ନେଇ ଆସିଲେ, ଏବେ କୁକୁଡ଼ା ଆମକୁ ନିଶ୍ଚୟ ଭୁଲ ବୁଝିବ। ଦୁଇ ଚଢ଼େଇ ଅଣ୍ଡାକୁ ତଳେ ରଖି କଥା ହେଉଥିଲେ। ହଠାତ୍ ଏକ ଅଜଣା ଛୋଟ ଛଡ଼ି ଛୁଆ ଉଡ଼ି ଆସି ତଳେ ଥିବା ଅଣ୍ଡାକୁ ଧରି ସେଠାରୁ ଉଡ଼ି ଚାଲିଗଲା। ଦୁଇ ଚଢ଼େଇ ବି ତାର ପଛା କଲେ। ସେ ଚଢ଼େଇ ଛୁଆ ବହୁତ ଜୋର ଜୋରରେ ଉଡୁଥିଲା। ଆରେ ଛୁଆ, ରହିଯା, ଆମକୁ ସେ ସୁନା ଅଣ୍ଡା ଦେଇଦେ। ତୋର ଯାହା ଦରକାର ଆମେ ତତେ ସବୁ ଦେବୁ। ସେ ସୁନା ଅଣ୍ଡାର କିଛି କ୍ଷତି କରିନି, ଆମକୁ ସେ ଅଣ୍ଡା ଫେରେଇ ଦେ। ଆରେ ଟିକେ ରହିଯା। ଦୁଇ ଚଢ଼େଇ ଯେତେ ଚିତ୍କାର କଲେ ବି ସେ ଚଢ଼େଇ ଛୁଆ ତାଙ୍କର କିଛି କଥା ଶୁଣିଲାନି, ଆଉ ଆଗକୁ ଯାଉଥିଲା। ହଠାତ୍ ସେ ଏକ ଜାଗାରେ ଅଟକିଗଲା। ଆରେ ଛୁଆ, ଆମକୁ ସେ ଅଣ୍ଡା ଏବେ ଫେରେଇ ଦେ। ଏ ଅଣ୍ଡା ଆମର ନୁହଁ, ଆଉ ଜଣଙ୍କର। ଏଇ ନିଅ ତମ ଅଣ୍ଡା, ଆଉ ଚାରି ପାଖକୁ ଟିକେ ଭଲ ଭାବରେ ଦେଖ। ଏ କ'ଣ, ସମସ୍ତେ ଏମିତି ଭଙ୍ଗା ଘରେ କାହିଁକି ରହୁଛନ୍ତି? ଆଉ ସମସ୍ତେ ଏମିତି ରୋଗୀଣା କାହିଁକି ଦେଖା ଯାଉଛନ୍ତି? ଚଢ଼େଇ ଛୁଆ, ତୁ କିଏ? ଆମକୁ କାହିଁକି ଏଠାକୁ ନେଇ ଆସିଲୁ? ଏ ଜଙ୍ଗଲରେ ମରୁଡ଼ି ପଡ଼ିଛି, କାହା ପାଖରେ ବି ଭଲ ଖାଇବା ନାହିଁ। ମୋ ବାପା ଏ ଜଙ୍ଗଲର ମୁଖିଆ ଥିଲେ। ସେ ଚିଲ ରାଜାଙ୍କୁ ସାହାଯ୍ୟ ମାଗିବାକୁ ଯାଇଥିଲେ, ହେଲେ ଚିଲ ରାଜା ତାଙ୍କର କିଛି କଥାକୁ ବିଶ୍ୱାସ କଲେ ନାହିଁ। କିଛି ଦିନ ତଳେ ଏକ ରୋଗରେ ପଡ଼ି ମୋ ବାପା ଏ ଦୁନିଆରୁ ଚାଲିଗଲେ। ଏଠାକୁ ଜଙ୍ଗଲର ଅନ୍ୟ ଚଢ଼େଇମାନେ ନ ଆସିବା ଯୋଗୁଁ ଆମ ଅବସ୍ଥା କଥା କେହି ବି ଜାଣିପାରୁନାହାନ୍ତି। ତୁମେ ଦୁଇ ଜଣ ତ ସେଇ ଜଙ୍ଗଲରେ ରୁହ, ଯୋଉ ଜଙ୍ଗଲରେ ଚିଲ ରାଜା ରହୁଛନ୍ତି। ତମେମାନେ ଯଦି ଆମ କଥା ରାଜାଙ୍କୁ କହିବ, ସେ ନିଶ୍ଚୟ ତମ କଥାକୁ ବିଶ୍ୱାସ କରିବେ ଆଉ ଆମ ପରି ଗରିବଙ୍କୁ ସାହାଯ୍ୟ କରିବେ। ଆମ ବିଷୟରେ ଜଣିବା ପାଇଁ ହିଁ ମୁଁ ତୁମ ଦୁଇ ଜଣଙ୍କୁ ଏଠାକୁ ନେଇ ଆସିଥିଲି। ତୁମ ଜଙ୍ଗଲରେ ତ ଅନେକ ଖାଇବା ଅଛି, ଦୟାକରି ଆମକୁ ଟିକେ ସାହାଯ୍ୟ କର। ଆରେ ଛୁଆ, ତୁ ଜମା ବି ବ୍ୟସ୍ତ ହେନି, ଆମେ ନିଶ୍ଚୟ ଏକଥା ରାଜାଙ୍କୁ କହିବୁ। ଏବେ ଆମେ ଯାଉଛୁ। ତାପରେ ଦୁଇ ଚଢ଼େଇ ଅଣ୍ଡା ଧରି କୁକୁଡ଼ା ପାଖକୁ ଆସିଲେ। ଏଇ, ତମେ ଦୁଇ ଜଣ ମୋ ଅଣ୍ଡା ଧରି କୁଆଡ଼େ ଚାଲି ଯାଇଥିଲ? ନା ନା, କୁଆଡ଼େ ବି ନୁହଁ,
ଏଇ ପାଖକୁ ଯାଇଥିଲୁ। ଏଇ ନେ କୁକୁଡ଼ା ତ ଅଣ୍ଡା। ମା ସୁନା ଅଣ୍ଡା, ମାକୁ ଛାଡ଼ି କିଏ କ'ଣ କୋଉଠିକି ଯାଏ? ଆରେ ମତେ କ'ଣ ବାନ୍ତି ବାନ୍ତି ଲାଗୁଛି। ଆରେ ଏଇ ତ ସେ ସୁନାମୁଦି, ଏକଦମ ଠିକ ଅଛି। କୁକୁଡ଼ା ତ ପେଟ ଭିତରେ ସୁନାମୁଦି ତରଳିନି, ତାହେଲେ ତୁ ସୁନା ଅଣ୍ଡା କେମିତି ଦେଲୁ? କଥା କ'ଣ କି, ମୁଁ ପ୍ରତ୍ୟେକ ରାତିରେ କ୍ଷୀରରେ ହଳଦୀ ମିଶେଇ ପିଏ। କାଲି ରାତିରେ ମୁଁ କ୍ଷୀରରେ ଟିକେ ଅଧିକା ହଳଦୀ ପକେଇ ଦେଇଥିଲି, ସେଥିପାଇଁ ବୋଧେ ଏ ଅଣ୍ଡାର ରଙ୍ଗ ଏମିତି ହେଇଯାଇଥିବ। ହେଁ, କ'ଣ ହେଲା? ଏଇଟା ଗୋଟେ ସାଧାରଣ ଅଣ୍ଡା। ଏଇ ଅଣ୍ଡାକୁ ଧରି ଆମେ ଏତେ ଦୂରରୁ ବୁଲି ଆସିଲୁ। ସେ ଯାହା ବି ହେଉ, ଆମେ ଅନ୍ୟମାନଙ୍କ ଅସୁବିଧା କଥା ଜାଣିପାରିଲୁ। ଚାଲ ଚାଲ ଏବେ ତାଙ୍କୁ ସାହାଯ୍ୟ କରିବା। ତାପରେ ଦୁଇ ଚଢ଼େଇ ମୁଦି ଧରି ରାଜାରାଣୀଙ୍କ ପାଖକୁ ଗଲେ। ମୁଦି ଦେଇ ସେମାନେ ତାଙ୍କୁ ସବୁ ଘଟଣା କହିଲେ। ନିଜ ପ୍ରିୟ ମୁଦିକୁ ଫେରି ପାଇ ରାଣୀ ଖୁବ୍ ଖୁସି ହେଇଗଲା। ଜଙ୍ଗଲର ଏକ ପାଖରେ ମରୁଡ଼ି ପଡ଼ିବା କଥା ଜାଣି ଚିଲ ରାଜା ସଙ୍ଗେ ସଙ୍ଗେ ସେଠାକୁ କିଛି ସିପାହୀଙ୍କୁ ପଠେଇଲା, ଆଉ ତାଙ୍କୁ ଖାଇବା ଦେଇ ସାହାଯ୍ୟ କଲା।